ମାଟିର ବାସ୍ନା ଭଳି ସରଳ ତାର ଚରିତ୍ର, ନାହିଁ କୌଣସି ଭେଦ, ନାହିଁ ଧନୀ ଗରିବର ଚିହ୍ନ। ପାଣି ସହ ଭାତ ଯେତେବେଳେ ହୁଏ ଏକାଠି, ସବୁ ମନକୁ ଯୋଡ଼େ ପଖାଳ ଥାଳିଟି। ମାଛ ଭଜା ହେଉଛି ପଖାଳର ଆଉ ଗୋଟେ ସାଇଡ୍ ଆଇଟମ୍, ଯେଉଁଟାକି ବହୁତ ହି ସ୍ୱାଦ ଲାଗେ ଆଉ ସମସ୍ତେ ଭଲ ପାଆନ୍ତି ମାଛ ଭଜା ସାଙ୍ଗେ ପଖାଳ ଖାଇବା ପାଇଁ। ବିଭିନ୍ନ ପ୍ରକାର ଟାଇପ୍ର ଆପଣମାନେ ମାଛ ଭାଜିଥିବେ, କିନ୍ତୁ ମୁଁ ଯେଉଁ ଆଜି ଆପଣମାନଙ୍କ ସାଙ୍ଗେ ସେୟାର କରୁଛି ସେଇ ମାଛ ଭଜା ଥରେ ଖାଇଲେ ନା ଆପଣ ବାରମ୍ବାର ମାଛ ଭଜା ଖାଇବାକୁ ଇଚ୍ଛା କରିବେ ଆଉ ଗୋଟେ ଜାଗାରେ 4-5ଟି ମାଛ ଭଜା ତ ଏମିତିରେ ହିଁ ଖାଇନେବେ। ଏହି ମାଛ ଭଜାର ମେନ୍ ହିରୋ ଆଜି ହେଉଛି ବେସନ। ବେସନରେ ଆମେ ପ୍ରସ୍ତୁତ କରିବା ଏହି ମାଛ ଭଜା କିଛି ଅଲଗା ଟାଇପ୍ର, କିଛି ଭିନ୍ନ ଭାବରେ। ତେବେ ନମସ୍କାର, ପ୍ରୀତିଚନ୍ଦା ହୋମ୍ କିଚେନ୍କୁ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ତେବେ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପି। ପ୍ରଥମେ ମୁଁ ଏଠି କିଲେ ମାଛ ନେଇଯାଇଥିଲି ଆଉ ତାକୁ ଭଲ ଭାବରେ ଧୋଇ ନେଇଥିଲି। ସେଇ ମାଛରୁ ନା ମୁଁ କିଛି ମାଛ ବାହାର କରିନେବି, କାରଣ ଯେଉଁମାନେ ମୋର ରେଗୁଲାର ଭିଉଅର୍ସ ଅଛନ୍ତି ସେମାନେ ମ୍ୟାକ୍ସିମମ୍ ଜାଣିଥିବେ ଯେ ଆମ ଘରେ ଯାହାର ଯେଉଁଟା ପସନ୍ଦ ସେଇ ହିସାବରେ ଆମର ରେସିପି ବନିଥାଏ। ସେ ମାଛ ହେଉ ଅବା ଚିକେନ୍ ହେଉ କି ଯାହା ବି ହେଉ। ତେଣୁକରି ମୋ ପୁଅକୁ ଆଉ ମୋ ହଜବେଣ୍ଡକୁ ଆଉ ମୋତେ ବହୁତ ସ୍ପେଶାଲ୍ ଭଲ ଲାଗେ ଏଇ ମାଛ ଭଜା। ତେଣୁକରି କିଛି ମୁଁ ମାଛ ବାହାର କରିନେଲି। ତାପରେ 2 ଚାମଚ ସୋରିଷ ମୁଁ ଆଡ଼୍ କରିଦେଲି, ହାଫ୍ ଚାମଚ ଭଳିଆ ଜିରା ଟିକେ ନାକୁ ନେଇଗଲି, କଞ୍ଚା ଲଙ୍କା ମଧ୍ୟ ନେଇଗଲି ଆଉ ଏଇଠି ନା କାଟି ରଖିଥିବା ଟିକେ ନାକୁ ରସୁଣ ହିସାବରେ ଯଦି ଦେଖିବା 8-10 କୋଲା ଭଳିଆ ରସୁଣ ଆମେମାନେ ନେଇଯିବା। କ୍ୱାଣ୍ଟିଟି ହିସାବରେ ଆମେମାନେ ପକାଇବା ସବୁତକ। ତାପରେ ଅଦାକୁ ନା 1/2 ଇଞ୍ଚ ଭଳିଆ ଅଦାକୁ ଭଲ ଭାବରେ କାଟି ନେଇଥିଲି ଏବଂ ତାକୁ ଟିକେ ନାକୁ ଟମାଟୋ ପକାଇ ଦେଇକି ତାକୁ ଭଲ ଭାବରେ ମୁଁ ଗ୍ରାଇଣ୍ଡିଙ୍ଗ କରିଦେଇଥିଲି। ଏଇଟା ସୋରିଷ ମସଲା। ତ ଏଠି ମେଜରମେଣ୍ଟ ହିସାବରେ ବହୁତ ଧ୍ୟାନ ରଖିଦେବେ। ଏଠି ମୁଁ 5 ପିସ୍ ଭଳିଆ ମାଛ ନେଇଥିଲି, ସେଇ ହିସାବରେ ମୁଁ ମସଲା ବାଟିଥିଲି। ଗୋଟେ ବାଉଲରେ ନା କିଛି ହଳଦୀ ଗୁଣ୍ଡ, କିଛି ଲଙ୍କା ଗୁଣ୍ଡ, କିଛି ଲୁଣ, ମାଛକୁ ଦେଖିକି ମୁଁ ଲୁଣ ଆଡ଼୍ କରିଦେଇଥିଲି ଏବଂ 1 ଚାମଚ ଚାଉଳ ଚୁନା ଆଉ 1.5 ଚାମଚ ଭଳିଆ ମୁଁ ନେଇଯାଇଥିଲି ବେସନ। ଏସବୁକୁ ନେଇକି ଭଲ ଭାବରେ ମୁଁ ଗୋଳି ନେଇଥିଲି। ମାଛ ଯଦି ଅଧିକ ଟିକେ ନେଉଛନ୍ତି ଆଉ ଟିକେ ନାକୁ ବେସନ ଆଡ଼୍ କରିପାରିବେ। ତାପରେ ଟିକେ ନାକୁ ନା ରିଫାଇନ୍ ତେଲ ମୁଁ ନେଇଯାଇଥିଲି ଏବଂ ଯେଉଁଟା ବାଟିକି ରଖିଥିଲି ସୋରିଷ ମସଲାକୁ ତାକୁ ମୁଁ ସେଥିରେ ଆଡ଼୍ କରିଦେଇଥିଲି। କାଟି ରଖିଥିବା ଟମାଟୋ, କାଟି ରଖିଥିବା ପିଆଜ, ଧନିଆ ପତ୍ର ଆଉ ସେଇଥିରେ ମଧ୍ୟ ମୁଁ ନା ପୋଦିନା ପତ୍ର 2-4ଟା ଖଣ୍ଡେ ଆଡ଼୍ କରିଦେଇଥିଲି। ବହୁତ ବଢ଼ିଆ ବାସ୍ନା ଆସିବ। ଏବଂ ଲେମ୍ବୁକୁ ଭଲ ଭାବରେ ଆମେମାନେ ଚିପୁଡ଼ି ନେବା। ଏଠି ଲେମ୍ବୁ ଜାଗାରେ ଆପଣମାନେ ଚାହିଁଲେ ଆମ୍ବୁଲର ଖଟା ପାଣି ବି ୟୁଜ୍ କରିପାରିବେ ଏବଂ ତେନ୍ତୁଳି ରସ ବି ୟୁଜ୍ କରିପାରିବେ, କିନ୍ତୁ ଲେମ୍ବୁର ଫ୍ଲେଭର ବି ବହୁତ ଭଲ ଲାଗେ। ଯେତିକି ଖଟା ଫ୍ଲେଭର ଆସିବ ନା ବହୁତ ଭଲ ଲାଗେ। ମେଜରମେଣ୍ଟ ହିସାବରେ ଆମେମାନେ ଏମିତି ଭଲ ଭାବରେ ସବୁତକ ଗୋଳେଇ ନେବା। ଏଇଠି ଆମେମାନେ ଦେଖିକି ଅଳ୍ପ ଅଳ୍ପ ପାଣି ଦେଇକି ଆମେମାନେ ଗୋଳଉଥିବା, ଯେମିତି ଆମର ଏଇ ବ୍ୟାଟରଟା ନା ଯେମିତି ବହୁତ ପତଳା ନ ହେଇଯାଏ କି ବହୁତ ବହଳିଆ ବି ନ ହେଇଯାଇଥାଏ। ତାପରେ ଆମେ ସେଥିରେ ଟିକେ ନାକୁ ଗୋଲମରିଚ ଗୁଣ୍ଡ ପକାଇବା ଏବଂ ଯେହେତୁ ଆମେ ବେସନ ଆଡ଼୍ କରିଛେ 2 ପିଞ୍ଚ ଭଳିଆ ଆମେ ହେଙ୍ଗୁ ଆଡ଼୍ କରିକି ଏଗେନ୍ ତାକୁ ଏମିତି ଗୋଳେଇବା। ତ ଦେଖନ୍ତୁ ଏହିପରି ଭାବରେ ଆମେ ବ୍ୟାଟରକୁ ରଖିବା, ଯେମିତି ବହୁତ ଥିକ୍ ହେବନି କି ବହୁତ ବି ବହଳିଆ ହେବନି। ଯେମିତି ଆମେ ଚିକେନ୍ ମ୍ୟାରିନେଟ୍ କଲାବେଳକୁ ଯେମିତି ଆମେ ରଖୁନା, ତ ସେମିତି ବାସ୍ ମାଛ ମ୍ୟାରିନେଟ୍ କଲାବେଳକୁ ଆମର ଗ୍ରେଭିଟା ଯେମିତି ରହିବା କଥା ସେମିତି ରହିବ। ତ ଏଠି ଦେଖନ୍ତୁ ଗୋଟେ ପରେ ଗୋଟେ ମୁଁ ଏମିତି ମାଛକୁ ମ୍ୟାରିନେଟ୍ କରିକି ରଖି ନେଉଛି। ତ ଏହିପରି ଭାବରେ ଆପଣ ମଧ୍ୟ ଯେତିକି ଆପଣ କ୍ୱାଣ୍ଟିଟିର ମାଛ ଭାଜିବାକୁ ଚାହିଁବେ ନା ସେମିତି ଗୋଳେଇକି ରଖିନେବେ। ଏଇ ମାଛ ଭଜା ସତରେ ବହୁତ ଟେଷ୍ଟ ଲାଗେ, ବହୁତ ଭିନ୍ନ ବି ଲାଗେ। ମାନେ ଥରେ ଯଦି ଆପଣମାନେ ଖାଇବେ ନା, ମୁଁ ଯେତେବେଳେ ଫାଷ୍ଟ ଟାଇମ୍ ଖାଇଥିଲି ତ ମୋ ପାଟିରୁ ଛାଡ଼ି ନଥିଲା। ଆଉ ଖାସ୍ କରି ଖରାଦିନ ଆସିଗଲେ ନା ଆମେ ଖାସ୍ କରି ଏଇ ମାଛ ଭଜା ବହୁତ ବନାଉ ଏବଂ ପଖାଳ ଭାତ ସାଙ୍ଗେ ଖାଉ। ଖରାବେଳ ସମୟ କଥା କହୁଛି। ସେମିତିରେ ତ ଖାଲି ମାଛ ଭଜା ସାଙ୍ଗରେ ଆମର ବାସି ପଖାଳ ହେଇଗଲେ ଆମର ଜମିଲା। ତ ଏହିପରି ଭାବରେ ମୁଁ ସବୁତକ ମସଲାକୁ ନେଇକି ମ୍ୟାରିନେଟ୍ କରିକି କମ୍ ସେ କମ୍ ନା ଅଧଘଣ୍ଟା ଖଣ୍ଡେ ଆମେ ରଖିଦେବା। ଯଦି ତାଠୁ ଅଧିକ ବି ଆପଣ ରଖୁଛନ୍ତି ଆହୁରି ବଢ଼ିଆ। ଅଧଘଣ୍ଟା ପରେ ମୁଁ ଗୋଟେ କଢ଼େଇ ନେଇଥିଲି ଆଉ ସେଥିରେ ସୋରିଷ ତେଲ ଆଡ଼୍ କରିଦେଇଥିଲି। ସୋରିଷ ତେଲରେ ଖାସ୍ କରିକି ମସଲାଟା ମାଛଟାକୁ ଭାଜିଲେ ନା ବହୁତ ବଢ଼ିଆ ଲାଗେ, ଟେଷ୍ଟ ଲାଗିଥାଏ। ଯେହେତୁ ଯେତିକି ନନଭେଜ୍ ଆଇଟମ୍ ସବୁ ସୋରିଷ ତେଲରେ ହିଁ ଭଲ ଲାଗେ। ତାପରେ ଆସ୍ତେ ଆସ୍ତେ କରିକି ମୁଁ ପୁରା ସିମ୍ କରିଦେଲି। ପ୍ରଥମେ ତେଲକୁ ତତେଇ ଦେଲି, ତାପରେ ପୁରା ସିମ୍ କରିଦେଲି। ସିମ୍ କରିସାରିଲା ପରେ ଆସ୍ତେ ଆସ୍ତେ କିନା ମୁଁ ଏମିତି ମାଛକୁ ଭାଜି ନେଲି। ମାଛକୁ 5 ମିନିଟ୍ ହେଲା ପରେ ମାଛକୁ ଘୋଡ଼େଇବାନି। ଯଦି ଘୋଡ଼େଇବା ନା ସେ ଏକଦମ ନରମ ହେଇଯିବ ଆଉ ଭାଙ୍ଗିଯିବ। ବାସ୍ ସେମିତି ଓପନ୍ ଥିବା ଆମର କଡ଼େଇଟା, ମାଛକୁ ଆମେ ଏପଟୁ 5 ମିନିଟ୍ ଆଉ ସେପଟୁ 5 ମିନିଟ୍, କହିବାକୁ ଗଲେ ଟୋଟାଲ୍ ଆମକୁ 10 ମିନିଟ୍ ହିଁ ଲାଗିବ। ଆଉ ଯେତିକି ଆପଣଙ୍କ କଡ଼େଇରେ ମାଛ ଜାଗା ହେବ ବା ତାୱାରେ ମାଛ ଜାଗା ହେବ ସେତିକି ହିଁ ଆମେମାନେ ମାଛ ନେବା। ତ ଏପଟୁ 5 ମିନିଟ୍ ସେପଟୁ 5 ମିନିଟ୍ ହେଲା ପରେ ଭଲ ଭାବରେ ଆମର ମାଛ ଏଠି ଦେଖନ୍ତୁ ଭାଜି ଯାଇଛି। ତାପରେ ଯେଉଁଟା ଆମର ସବୁ ମସଲା ବଟା ଆମେ ଦେଇଥିଲେ, ବେସନ ଦେଇଥିଲେ, ସେଗୁଡ଼ା ଦେଖନ୍ତୁ କିଛି ବି ପୋଡ଼ିନି। ଭଲ ଭାବରେ ଆମର ଭାଜି ଯାଇଛି। ଏମିତି ଭାବରେ ଆମେ ଭାଜିବା ଯେ ଯେମିତି ପୋଡ଼ି ନ ହେବ। ତେଣୁକରି ଆମେ ପୁରା ସିମ୍ ଆଞ୍ଚରେ ହିଁ ଭାଜିବା। ତ ଏଠି ଭଲ ଭାବରେ ଆମର ମାଛ ଭଜା ରେଡ଼ି ହେଇଗଲାଣି।
ଏଇଠି ମୁଁ ଟିକେ ନାକୁ କ୍ୟାମେରା ପାଖକୁ ନେଇକି ଦେଖଉଛି, ଆପଣମାନେ ଦେଖିକି ଜାଣିପାରିବେ। ତ ଦେଖନ୍ତୁ ବହୁତ ହି ପୁଡ଼ପୁଡ଼ିଆ ଭାବରେ ଆମର ମାଛ ଭଜା ହେଇଯାଇଛି। ତେଲ ବି ଆମର ବି ଏମିତି ବାହାରୁଛି, ଯେମିତି ତେଲଟା ଆମର ଦେଖାଯାଉଛି। ଆଉ ମାଛ ବିଲକୁଲ ବି ପୋଡ଼ିନି, ଆଉ ଭଲ ଭାବରେ ସିଝି ମଧ୍ୟ ଯାଇଛି। ଯେହେତୁ ଆମେ କଞ୍ଚା ମାଛରେ ମ୍ୟାରିନେଟ୍ କରିଥିଲେ ନା, ତେଣୁକରି ତାକୁ ସିଝେଇବା ନିହାତି ଭାବେ ଦରକାର। ତ ଏମିତି ଭାବରେ ସବୁତକ ମାଛକୁ ମୁଁ ଭାଜି ନେଇଥିଲି। ଯଦି ଆପଣ ନୂଆ ନୂଆ ଏଇ ମାଛ ଭଜାଟା କରୁଛନ୍ତି, ଆପଣଙ୍କର ଯଦି ଲାଗିଲା ବ୍ୟାଟରଟା ବହୁତ ପତଳା ହେଇଯାଇଛି, ତେବେ ଆପଣମାନେ ଚାହିଁଲେ ଚାଉଳ ଚୁନା କିମ୍ବା ଟିକେ ନାକୁ ବେସନ ଦେଇଦେବେ। ଆମର ମାଛ ଭଜା ପୁରା ରେଡ଼ି ହେଇଯିବ। ସ୍ୱାଦ ଅନୁସାରେ ବାସ୍ ଲୁଣ ଦେଇଦେବେ। ତ ଏଇଠି ଆମର ପୁରା ମାଛ ଭଜା ରେଡ଼ି ହେଇଗଲାଣି। ପଖାଳ ଥାଳି ମଧ୍ୟ ରେଡ଼ି ହେଇଗଲାଣି। ଏଇଠି ଆପଣମାନଙ୍କୁ କେବଳ ମୁଁ ଦେଖଉଛି କେତେ ବଢ଼ିଆ ଭାବେ କ୍ରଞ୍ଚି ହେଇକି ମାଛ ଭଲସେ ଭାଜି ହେଇଛି। ଆଉ ଏଇ ଗୋଟେ ଗୋଟେ ମାଛକୁ ନା ଆପଣମାନେ ଯେତେବେଳେ ଖାଇବେ, ଗୋଟେ ଗୋଟେ ବାଇଟ୍ ଆପଣଙ୍କୁ ଅସମ୍ ଟେଷ୍ଟ ଲାଗିବ। ନହେଲେ ଅଲଗା ମାଛ ଭଜା ଅପେକ୍ଷା କିମ୍ବା ଖାଲି ସୋରିଷ ମାଛ ଭଜା ଅପେକ୍ଷା ଟିକେ ନାକୁ ବେସନ ଆଉ ଚାଉଳ ଚୁନା ଯେହେତୁ ଆମେ ଏଥିରେ ଦେଇଛେ ନା, କ୍ରଞ୍ଚି ରହିଥିବ, ସଫ୍ଟ ରହିଥିବ ଏବଂ ମାଛର ଯେଉଁଟା ସଫ୍ଟନେସ୍ ଥିବ, ମାନେ ମାଛର ମାଂସଟା ଯେଉଁଟା ସେଇଟା ଏକଦମ ସଫ୍ଟ ଲାଗୁଥିବ। ଆଉ ବାସ୍ନା ବହୁତ ହି ବଢ଼ିଆ ଆସୁଥିବ। ମୁଁ ଏଠି ଆପଣମାନଙ୍କ ସାଙ୍ଗରେ ଟିକେ ସେୟାର କରିନେଉଛି। ଦେଖନ୍ତୁ ଭଲ ଭାବରେ କେମିତି ମସଲା ପୁରା ଭେଦିଛି, ପୁରା ବଢ଼ିଆ ଭାବରେ ମାଛ ଆମର ଭଜା ହେଇଯାଇଛି। ଯେଉଁମାନଙ୍କୁ ଚିକେନ ପକୋଡ଼ା ପସନ୍ଦ, ଆଉ ଚିକେନ ଖାଉଛନ୍ତି ଆଉ ମାଛ ବିଲକୁଲ ବି ଖାଉନାହାନ୍ତି, ତ ତାଙ୍କୁ ଏମିତି ଭାବରେ ମାଛ ଭାଜିକି ଦିଅନ୍ତୁ, ଦେଖିବେ ସେ ନିହାତି ଭାବରେ ଖାଇବେ। ତ ଆଶା କରୁଛି ଆଜିର ରେସିପିଟି ଆପଣମାନଙ୍କୁ ପସନ୍ଦ ଆସିଥିବ। ପସନ୍ଦ ଆସିଥିଲେ ଚ୍ୟାନେଲକୁ ଲାଇକ୍ କରିବେ, ସବସ୍କ୍ରାଇବ୍ ମଧ୍ୟ କରିବେ। ଆଉ ଯଦି କିଛି କହିବାକୁ ଚାହୁଁଛନ୍ତି ତ କମେଣ୍ଟ ଥ୍ରୁରେ ମଧ୍ୟ କହିପାରିବେ। ତେବେ ରହିଲି, ନମସ୍କାର। ପୁଣି ଦେଖାହେବା କିଛି ନୂଆ ଭିଡ଼ିଓ ସହିତ, ନୂଆ ଅଥେଣ୍ଟିକ୍ ରେସିପି ସହିତ ଏବଂ ନୂଆ ମଜାଦାର ରେସିପି ସହିତ। ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଲାଇକ୍ କରିକି ସାଙ୍ଗେ ସାଙ୍ଗେ ଗୋଟେ ହାଇପ୍ କରିବାକୁ ଅନୁରୋଧ ରହିଲା। ନମସ୍କାର।